ତୁମେ ଦୟାରେ ଅତ୍ୟନ୍ତ ତୁମ ନିକଟରେ ପ୍ରଭୁ ଆମମାନେ ଆଉ କଣ ଯେ ପ୍ରାର୍ଥନା କରିବୁ କିମ୍ବା ତୁମ ନିକଟବର୍ତ୍ତୀ ଆମେ କି କରିବୁ ପ୍ରଭୁ ମାନେ କାରଣ ଆମେ ପାପୀ ବୋଲି ମନୁଷ୍ୟ ମାତ୍ର ପ୍ରତି ମୁହୂର୍ତ୍ତରେ ପ୍ରଭୁ ମାନେ ଜଣାତରେ ଅଜଣାତା ଭାବରେ ଆମେ ପ୍ରଭୁ ପାପ କରି ଚାଲିଥାଉ। କିନ୍ତୁ ପ୍ରଭୁ ତୁମେ କହିଅଛ ଯେତେବେଳେ ମାନେ ପାପ କରୁ କିମ୍ବା ତୁମ ନିକଟରୁ ଦୂରେଇ ଯାଉ ପ୍ରଭୁ ଯେତେବେଳେ ମାନେ ମନ ପରିବର୍ତ୍ତନ କରି ଆପଣ ନିଜର ମୁଖ ଦେଇ ଯେତେବେଳେ ମାନେ ନିଜର ପାପ ସ୍ୱୀକାର କରୁ ତେବେ ପ୍ରଭୁ ତମେ ମାନଙ୍କୁ କ୍ଷମା କରିବା ପାଇଁ ପୁଣି ତୁମ ନିଜ ସନ୍ତାନ କରିବା ମାନଙ୍କୁ ସୁରକ୍ଷିତ କରିବା ପାଇଁ ତୁମେ କେବେ ମଧ୍ୟ ପ୍ରଭୁ ପଛଘୁଞ୍ଚା କର ନାହିଁ। ଆଉ ପ୍ରଭୁ ସେଇଥିପାଇଁ ତୁମ ଧନ୍ୟବାଦ ଦଉଛୁ ଆମ ପ୍ରତ୍ୟେକ ମୁହୂର୍ତ୍ତରେ ଆମମାନଙ୍କୁ ପ୍ରଭୁ ସୁରକ୍ଷା ଦେଇ ଆସୁଅଛ ବିଶେଷ ଧନ୍ୟବାଦ। ଏଇ ସମୟରେ ଶିବରାତ୍ରି ଯୋଉ ଫେଲୋସିପରେ ପ୍ରଭୁ ବାକ୍ୟକୁ କହିବା ନିମନ୍ତେ ସୁଯୋଗ ପାଇଅଛି। ସାହାଯ୍ୟ କର ତୁମର ଆତ୍ମା ଦ୍ଵାରା ମତେ ଉଚ୍ଚାରଣ କର ମୋ ନିଜକୁ ଲୁଚାଅ ତୁମେ କଥା କୁହ ଆମେ ଯେତେ ଶୁଣିବୁ ପ୍ରତ୍ୟେକକୁ ମଧ୍ୟ ତୁମେ ମାନଙ୍କୁ ଅନୁଗ୍ରହ କର ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛୁ ପିତା ଆମେନ୍। ଆମେନ୍। ଆସନ୍ତା ମାନେ ନିଜର ବାଇବଲ ଖୋଲିବା ତାହା ହଉଛି ଦ୍ଵିତୀୟ କରନ୍ଥୀୟ ତାର 5 ଅଧ୍ୟାୟ 17 ପଦ। ପାଞ୍ଚ 17 ସାର୍। ପଢିବା ଏଣୁ ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି ତେବେ ସେ ନୂତନ ସୃଷ୍ଟି ହୋଇଅଛି ପୁରାତନ ବିଷୟ ସବୁ ଲୋପ ପାଇଅଛି ଦେଖ ନୂତନ ବିଷୟ ସବୁ ହୋଇଅଛି। ବହୁତ ବହୁତ ଧନ୍ୟବାଦ ଏ ସ୍ଥାନରେ ଏଇ ପ୍ରକାର ଲେଖା ହଉଛି ଏଣୁ ଯଦି କି ଖ୍ରୀଷ୍ଟଙ୍କଠାରେ ଅଛି ତେବେ ସେ ନୂତନ ସୃଷ୍ଟି ହୋଇଅଛି ପୁରାତନ ବିଷୟ ସବୁ ଲୋପ ପାଇଅଛି ଦେଖ ନୂତନ ବିଷୟ ସବୁ ହୋଇଅଛି। ପ୍ରିୟ ପ୍ରଭୁଙ୍କ ଦାସ ଦାସୀ ସମସ୍ତଙ୍କୁ ଏଇ ବାକ୍ୟରୁ ବିଷୟ ମାନେ ଆଲୋଚନା ଯାଉଛୁ ତାହା ହଉଛି ପାଉଲ କରନ୍ଥୀୟ ମଣ୍ଡଳୀକୁ ସେ ଦ୍ଵିତୀୟ ଥର ଲେଖି କହନ୍ତି ଯେ ଯଦି କେହି ଖ୍ରୀଷ୍ଟଙ୍କଠାରେ ରହିଅଛି ତେବେ ସେ ନୂତନ ସୃଷ୍ଟି ହୋଇଅଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ ଏ ସ୍ଥାନରେ ଖ୍ରୀଷ୍ଟଙ୍କ ଠାରେ ଯେ ରହିଅଛି ଯେତେବେଳେ ମାନେ କୃଷ୍ଣଙ୍କୁ ପାଇଅଛୁ କିମ୍ବା ଆମେ ଯେତେବେଳେ କୃଷ୍ଣଙ୍କ ସହିତ ଅଛୁ ତେବେ ମାନେ କଣ ହୋଇଅଛୁ ନୂତନ ସୃଷ୍ଟି ହୋଇଅଛି। ପ୍ରିୟର ପ୍ରଭୁଙ୍କ ଲୋକ ମାନେ ନୂତନ ବିଷୟକୁ ନେଇ ଗୋଟେ ବିଷୟ ମୁଁ କହିବାକୁ ଚାହୁଁଅଛି କାରଣ ଆମେ ଯେତେବେଳେ ଆମେ ବର୍ତ୍ତମାନ ପରସ୍ପରକୁ ଦେଖୁଛୁ ଭେଟୁଛୁ କିନ୍ତୁ ଯଦି ଗୋଟିଏ ବ୍ୟକ୍ତି ପ୍ରତ୍ୟେକ ଦିନରେ ସବୁବେଳେ ଯଦି ଗୋଟିଏ ପ୍ରକାର ପୋଷାକ ଡ୍ରେସ ପ୍ୟାଣ୍ଟ ସାର୍ଟ ଯଦି ପିନ୍ଧିକି ରହିବ ତେବେ ମାନେ ସେଇ ବ୍ୟକ୍ତିଙ୍କୁ ସବୁବେଳେ ମାନେ ସବୁବେଳେ ଅ କଣ ଯେ ସମାନ ଦେଖା ଯାଇଥାଏ। ସେଇ ପ୍ରକାର ଦେଖାଯିବ ଯଦି ମୁଁ ବର୍ତ୍ତମାନ ଆଜି ଏଇ ପ୍ରକାର ଡ୍ରେସ ପିନ୍ଧି ଅଛି ଯଦି ଆସନ୍ତା କାଲି ମୁଁ ଏଇ ଡ୍ରେସ ପିନ୍ଧିବି ଆଉ ଯଦି ଆସନ୍ତା ଦିନ ମାନଙ୍କରେ ଏଇ ଡ୍ରେସ ସବୁବେଳେ ଗୋଟିଏ ଡ୍ରେସକୁୁ ସବୁବେଳେ ଯଦି ମୁଁ ମାନେ ପିନ୍ଧିକି ରହିବି ତେବେ କଣ ମୋ ନିକଟରେ କୌଣସି ପ୍ରକାର ନୂତନ ଦେଖାଯିବ ନାହିଁ। ଯେପରି ଅଛି ସେଇପରି ଦେଖାଯିବ କିନ୍ତୁ ପ୍ରିୟ ପ୍ରଭୁ ଯେତେବେଳେ ଗୋଟିଏ ବ୍ୟକ୍ତି ଗୋଟିଏ ଦିନରେ ନୂଆ ଡ୍ରେସ ଆଉ ଗୋଟେ ଦିନ ଅନ୍ୟ ଡ୍ରେସ ଯଦି ପିନ୍ଧିବ ଅନ୍ୟ ପ୍ୟାଣ୍ଟ ସାର୍ଟ ଯଦି ପିନ୍ଧିବ ସେଇ ବ୍ୟକ୍ତି କିପରି ଦେଖାଯିବ ସେ ଗୋଟେ ନୂତନ ଭାବରେ ଦେଖାଯିବ। ଏଇ ବିଷୟ ଆପଣ ମାନେ କେବେ ଏକ୍ସପିରିଏନ୍ସ କରିଛନ୍ତି କି ନାଇଁ ତା ମୁଁ ଜାଣି ନାହିଁ କିନ୍ତୁ ମୁଁ ଏକ୍ସପିରିଏନ୍ସ କରି ମାନେ ସାରି ଅଛି ଯେ ଯେତେବେଳେ ଗୋଟିଏ ବ୍ୟକ୍ତି ପ୍ରତ୍ୟେକ ଦିନ ଗୋଟିଏ ପୋଷାକ ପିନ୍ଧିବ ସେଇ ଗୋଟେ ଡିଜାଇନ ର ଡ୍ରେସ ପିନ୍ଧୁଥିବ ତେବେ କିଛି ସେ ତାଙ୍କ ନିର କିଛି ନୂତନ ଦେଖାଯିବ ନାହିଁ। ଯଦି ସେଇ ବ୍ୟକ୍ତି ଆଉ ଗୋଟେ ଦିନରେ ଯଦି ଅନ୍ୟ ପ୍ରକାର ଡ୍ରେସ ପିନ୍ଧିବ ଅନ୍ୟ ପ୍ରକାର ଯଦି ମାନେ ଡ୍ରେସ ପିନ୍ଧିକି ଯଦି ସେ ବାହାରିବ ତେବେ ସେଇ ବ୍ୟକ୍ତି କିଛି ନା କିଛି ନୂତନ ଦେଖାଯିବ ଯେ ବଢିଆ ଦେଖା ଯାଉଛୁ ଆଗ ଅପେକ୍ଷା ଏବେ ବର୍ତ୍ତମାନ ବହୁତ ଦେଖା ଯାଉଛି। କିଛି ଡିଫରେନ୍ସ ଆମେ ଦେଖିବାକୁ ପାରୁଛୁ। ଠିକ ସେପରି ପ୍ରିୟ ପ୍ରଭୁଙ୍କ ଲୋକ ମାନେ ସ୍ଥାନରେ ବାକ୍ୟ ହୁଏ ଏଣୁ ଯଦି ଖ୍ରୀଷ୍ଟ ତେବେ ସେ ନୂତନ ସୃଷ୍ଟି ହୋଇଅଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ ଯଦି ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଖ୍ରୀଷ୍ଟଙ୍କଠାରେ ନାହୁଁ ତେବେ ଆମେ ମାନେ ନୂତନ ସୃଷ୍ଟି ହୋଇନାହୁଁ। ତେଣୁ ପ୍ରିୟର ପ୍ରଭୁଙ୍କ ଲୋକମାନେ ଏ ସ୍ଥାନରେ କୁହାଯାଉଛି ଯଦି ଖ୍ରୀଷ୍ଟଙ୍କ ଆମେ ନୂତନ ସୃଷ୍ଟି ହୋଇଅଛୁ। 2024 ସାଲ କିନ୍ତୁ ବର୍ତ୍ତମାନ 2025
16 ତାରିଖ ଦିନ ଜାନୁଆରୀ ମାସ ପ୍ରିୟ ପ୍ରଭୁଙ୍କ ଲୋକମାନେ 2025 ବର୍ଷ ପ୍ରବେଶ କରି ପଦାର୍ପଣ କରି ବର୍ତ୍ତମାନ କେବଳ 16 ଦିନ ବିତି ଯାଇଅଛି। କିନ୍ତୁ ସେଇ ବିତି ଯାଇଥିବା ଦିନ ମାନଙ୍କ ମଧ୍ୟରେ ଆମେ ମାନେ କଣ କେଉଁ ପ୍ରକାର ଥିଲୁ, କଣ ବର୍ତ୍ତମାନ ଆମେ ମାନେ କିଛି ଡିଫରେନ୍ସ ଦେଖା ଯାଉଛି କି ଏଇଦର ଫିଜିକାଲି और ସ୍ପିରିଚୁଆଲି ଆତ୍ମିକ ଭାବରେ ହଉନା କାହିଁକି, ଜାଗତିକ ଭାବରେ ହଉନା କାହିଁକି। ଯଦି ମାନେ ଜାଗତିକ ଭାବରେ ଯଦି ଆମେ କିଛି ପୁରାତନ ବିଷୟ ସବୁ ପୁରାତନ ବର୍ଷ ମାନଙ୍କରେ ମାନେ 2024 ମସିହାରେ ଆମେ କେଉଁ ପ୍ରକାର ଥିଲୁ, ସେଇ ପ୍ରକାର ପରିସ୍ଥିତିରୁ ଯଦି ଆମେ 2025 ମସିହାରେ କିଛି ଆମେ ନୂତନ ହୋଇଅଛୁ, ତାହା ହଉଛି ଶାରୀରିକ ଭାବେ। ଆଉ ପୁନଃ ଆତ୍ମିକ ଦିଗ ଯେତେବେଳେ ଦେଖିବା, ଆମେ ଯେତେବେଳେ 2024 ସାଲରେ ଆମେ ପ୍ରାର୍ଥନା କରୁନଥିଲୁ, ଗୀତ ଗାନ କରୁନଥିଲୁ, ୱାର୍ସିପ ଗୀତ ଗାଇ ପାରୁନଥିଲୁ, କିମ୍ବା ଅନ୍ୟମାନଙ୍କୁ କିପରି କଥାବାର୍ତ୍ତା ଜାଣିନଥିଲୁ, ପ୍ରାର୍ଥନା କିପରି କରାଯିବ ତା ଆମେ ଜାଣିନଥିଲୁ, ବାକ୍ୟ କିପରି ପଠନ କରିବା ତା ଆମେ ଜାଣିନଥିଲୁ। କିନ୍ତୁ 2025 ସାଲରେ ଆମେ କଣ ସେଇ ସମସ୍ତ ବିଷୟ ଦେଖାଯିବା ଆବଶ୍ୟକ। ସେଇ ସମସ୍ତ ବିଷୟ ଆମମାନଙ୍କୁ ରହିବା ଆବଶ୍ୟକ। ତାହା ହଉଛି ନୂତନ ସୃଷ୍ଟିର ବିଷୟ। ତେଣୁ ପ୍ରିୟ ପ୍ରଭୁଙ୍କ ଲୋକମାନେ ଆମେ ଖ୍ରୀଷ୍ଟଙ୍କଠାରେ ଅଛୁ, ତେଣୁ ଆମେ 2025 ସାଲରେ ଆମେ ପ୍ରବେଶ କରୁଛୁ। ଆମେ କେତେ ଜଣ ବିଶ୍ୱାସ କରୁଛୁ? ମୁଁ ଆଶା କରେ ଆପଣ ମାନେ ସମସ୍ତେ ବିଶ୍ୱାସ କରନ୍ତି ଯେ 2025 ସାଲରେ ଆମେ ଖ୍ରୀଷ୍ଟଙ୍କଠାରେ ଥିବା ସକାଶେ ಅಲ್ಲೇ ಕೃಷ್ಣನ ಆಡ್ಕೊಳ್ಳಬೇ ನಾಸನ್ ಅಲ್ಲೇ ಕಿತೋ ನಮಗೆ ಆಡ್ಕೊಳ್ಳಬೇ ನಾಸನ್ ಅಂತ ಮೇ ಮಿನಿಮಮ್ ಲೆಗನಲ್ಲ ಅಂತ ಮೇ ಕನರಿಲ್ಲ ಅಂತಲ್ಲ इतना संगम में फिल्म में कितना बांध सिंजे बागोजर बकुरुंजी सालो लेंगा थे करण बेगड़ बेगड़ डकोले तो अतेंग मनरांजी कनोडार नोम्ट्रिंग ले आनी जी तेरो कनी जी साबन यर बिनो फिल्म में कितना बांध सिंजे नमी अवगल बेस नाइसा एम्बेंड न्ये yang gamle kani aitendo bokul mol salo lengan kitu donglen me mantre nanti aite kanate organ di nase kanate le kristu namang lengan le kitu namang lengan adkole binas kristong ko dai roitiba sokase amane punorbar eko nutana jibono kiba nutana srushti amane paiochu praise the lord ତେଣୁ ପ୍ରିୟ ପ୍ରଭୁଙ୍କ ଲୋକମାନେ ତାହା ଥିଲା ମାନେ ଖ୍ରୀଷ୍ଟଙ୍କ ଠାରେ ଥିଲା ମାନେ ନୂତନ ସୃଷ୍ଟି ହେବା। ଆଉ ଦ୍ୱିତୀୟ ଅଂଶରେ ଲେଖା ହଉଛି ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ଆମେ ଆଜି ଆଲୋଚନା କରିବା ନୂତନ ବିଷୟ ଗୁଡିକ। ନୂତନ ବିଷୟ କଣ କଣ ହେବା ଆବଶ୍ୟକ, ନୂତନ ଜୀବନରେ କେଉଁ କେଉଁ ବିଷୟ ରହିବା ଆବଶ୍ୟକ, ସେଇ ବିଷୟ ନେଇକି ଆମେ ଆଲୋଚନା କରିବା। ସେ ସାଙ୍ଗେ କହୁଛି ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ ଆମମାନଙ୍କ ବିଗତ ଦିନ ମାନଙ୍କରେ ଆମମାନଙ୍କ ଜୀବନ କେଉଁ ପ୍ରକାର ଥିଲା, ସେଇ ସମସ୍ତ ବିଷୟ କଣ ଲୋପ ପାଇବା ଆବଶ୍ୟକ। akut bena ta savings na isai banangsan atde bind er banangsan dia azanaban er banangsan mandreng na er tramtam dage anak na lenji kuna akut bena de tendo as events na isai up savings na isai do tak me ade events na isai krasen naten kole sesor লেখা ଅଛି পুরাতন বিষয় ସବୁ লোপ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ଗିବା ତମେ ଗନଡେଲା ଗିବା ତମେ ଗଡେଲେ सोराम बात देखो तमे गदिले उड़िया बाते नूतन होई अछि विषय सब होई अछि तुम ने कितवा बात बांछि जे हमने पांचटी विषय आलोचना करिबा जे से नूतन विषय गुडी को कोन आवश्यक छे जे अनेक विषय नूतन विषय आवश्यक छे तमे गनडेलन अतेन जनब जिरो को अडेबेस नाइसे बिनो कोनी लेग सरंगले मल्ल याते याले ज्ञान कारण समय गड़ी जाउची तेणा माने यथाशीघ्र सरिया ପାଇଁ ଚେଷ୍टा କରିବା। प्रथम विषय देखिबा जे तार प्रेरित पुस्तक तार 9 अध्याय 18 पदରୁ 19 पद पर्यंत प्रेरित पुस्तक ana paikam bolan India Sudan Miguel Turusre Miguel 9 ର 18 ଆଉ 19 ପଢିବା 18-19 ପଢିବା। ସେଇ କ୍ଷଣି ତାଙ୍କ ଆଖିରୁ କାତି ପରି କଣ ଖସି ପଡ଼ିଲା ଓ ସେ ଦୃଷ୍ଟି ପାଇଲେ। ପୁଣି ସେ ଉଠି ବାପ୍ତିଜିତ ହେଲେ, ଆଉ ସେ ଭୋଜନ କରି ବଳ ପାଇଲେ। ଏତି ଉତ୍ତାରେ ସେ ଦାମାସ୍କସରେ ଥିବା ଶିଷ୍ୟମାନଙ୍କ ସହିତ କେତେକ ଦିନ ରହିଲେ। प्रिय प्रभुଙ୍କ ଲୋକମାନେ ଏ ସ୍ତରରେ ପାଉଲଙ୍କ ଜୀବନ ବିଷୟ ମାନେ ଦେଖିବାକୁ ପାରୁଛୁ ଯେ ଦ୍ୱିତୀୟ କରିନ୍ଥୀୟ ତାର 5:17 ପଦରେ ଯୋଉ ଶେଷ ଅଂଶ ଲେଖା ହଉଛି ସେଇ ବିଷୟ ଯେତେବେଳେ ମୁଁ ଅଧ୍ୟୟନ କରୁଥିଲି
ସେଇ ସମୟରେ ଗୋଟିଏ ବିଷୟ ମତେ ଏଇ ବିଷୟ ମନେ ପଡିଲା ଯେ ପୁରାତନ ବିଷୟ ସବୁ ଲୋପ ପାଇଅଛି, ଏକ ନୂତନ ବିଷୟ ସବୁ ହୋଇଅଛି। ଏଇ ବିଷୟ ଯେତେବେଳେ ମୁଁ ଚିନ୍ତା କରୁଥିଲି, ଯେତେବେଳେ ମୁଁ ଅଧ୍ୟୟନ ପାଠ କରୁଥିଲି, ସେଇ ସମୟରେ ଗୋଟିଏ ବିଷୟ ପାଉଲଙ୍କ ପ୍ରେରିତ ପାଉଲଙ୍କ ଜୀବନ ମତେ ବହୁତ ମନେ ପଡିଲା। ଯେ ସେ ସ୍ଥାନରେ କଣ ପାଉଲଙ୍କ ଜୀବନରେ ମଧ୍ୟ ସେ କଣ ତା ଜୀବନରେ ପୁରାତନ ବିଷୟ ସବୁ ଲୋକ ପାଇଅଛି, ଆଉ ନୂତନ ବିଷୟ ତାଙ୍କ ଜୀବନରେ ଦେଖିବାକୁ ପାଉଛୁ। ଯେ ଯେତେବେଳେ ଆମେ ଦେଖିବା ସେଇ ପ୍ରେରିତ ପୁସ୍ତକ ତାର 9 ଅଧ୍ୟାୟ ପ୍ରଥମ ପଦରୁ ଆମେ ଯେତେବେଳେ ଅଧ୍ୟୟନ କରି ଆସିବା, ସେ ସ୍ଥାନରେ ଆମେ ବହୁତ କିଛି ବିଷୟ କିମ୍ବା 8 ପଦରେ ମଧ୍ୟ ଦେଖିଲେ ଆମେ ଜାଣିପାରିବା ଯେ ଏଇ 9 ପଦର 9 ଅଧ୍ୟାୟର 18 ପଦରେ ଲେଖା ଅଛି, ସେଇ କ୍ଷଣି ତାଙ୍କ ଆଖିରୁ କାଟି ପରି କଣ ଖସି ପଡିଲା ଓ ସେ ଦୃଷ୍ଟି ପାଇଲେ, ପୁଣି ସେ ଉଠି ବାପ୍ତିଜିତ ହେଲେ। ଏଇ ଘଟଣା ହଉଛି ଯେ ଦିନେ ଯେତେବେଳେ ସାଉଲ, ସେଇ ସମୟରେ ସାଉଲ ଥିଲା, ପ୍ରଥମେ ତାଙ୍କ ନାମ ସାଉଲ ଥିଲା, ସାଉଲରୁ ପାଉଲ, କିନ୍ତୁ ସେ ସାଉଲ ମାନେ ଏ ସ୍ଥାନରେ ସାଉଲ ବୋଲି ଧରିବା, କାରଣ ଏ ପର୍ଯ୍ୟନ୍ତ ତାଙ୍କ ନାମ ପରିବର୍ତ୍ତନ ହୋଇନଥିଲା। ଠିକ ସେପରି ସେ ସାଉଲ, ସେ ପାଉଲ ସାଉଲ, ସେ କଣ ଡାମାସ୍କସକୁ ସେ ଯାଉଛନ୍ତି ଖ୍ରୀଷ୍ଟଙ୍କ ଲୋକମାନଙ୍କୁ, ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କୁ ପାଳନ କରିବା ନିମନ୍ତେ। କିନ୍ତୁ ଠିକ ସେଇ ସମୟରେ ମଧ୍ୟ ରାସ୍ତାରେ ମାନେ ଯାତ୍ରା ସମୟରେ ରାସ୍ତାରେ ଯାଉଥିବା ସମୟରେ ପରମେଶ୍ୱରଙ୍କ ଦୂତ କିମ୍ବା ଯୀଶୁଖ୍ରୀଷ୍ଟ ତାଙ୍କୁ ଦର୍ଶନ ଦଉଛନ୍ତି, ପୁଣି ତାଙ୍କୁ ସମସ୍ତ ବିଷୟ ତାଙ୍କୁ କହୁଅଛନ୍ତି। ପୁଣି 3 ଦିନ ଧରି ସେ ଦେଖି ପାରୁନଥିଲେ, ଅନ୍ଧ ହୋଇଯାଇଥିଲେ, କିନ୍ତୁ ଠିକ ସେଇ ସମୟରେ ଅନାନ୍ୟ ବୋଲି ପ୍ରଭୁଙ୍କ ଲୋକ ସେ ସାଉଲଙ୍କ ନିକଟକୁ, ପାଉଲଙ୍କ ନିକଟକୁ ଯାଇ ସୁସମାଚାର କହିଲେ। ତା ସଙ୍ଗେ ସଙ୍ଗେ ସେ କଣ ଆତ୍ମାରେ ସେ କଣ ସୁସମାଚାର ଶୁଣିଲେ, ପୁଣି ସେ କଣ ସୁସମାଚାର ଶୁଣିବା କ୍ଷଣି ତାଙ୍କର ଯୋଉ ଆଖି ସେ ଯୋଉ ଦେଖି ପାରୁନଥିଲେ, Paulo jete do ani no kete ani tabu gampang ete tinimim ne kituna bonto bontinji ଆମେ ମାନେ ମଧ୍ୟ ଏଇ ଆମମାନଙ୍କର ନୂତନ ଜୀବନ ଏଇପରି ହେବା ଆବଶ୍ୟକ ଅଟେ ଯେ ମନ ପରିବର୍ତ୍ତନ କରି ବାପ୍ତିଜିତ ହେବା ଆବଶ୍ୟକ ଅଟେ। ପ୍ରଭୁଙ୍କ ଲୋକମାନେ ଆମମାନଙ୍କ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଅନେକ ଅଛୁ, ଆମେ ପ୍ରଭୁଙ୍କ ବାକ୍ୟ ଶୁଣୁଅଛୁ, ଆମେ ଗିର୍ଜା ଉପାସନାକୁ ଯାଉଅଛୁ, କିନ୍ତୁ ଏପର୍ଯ୍ୟନ୍ତ ଆମେ ମାନେ ମନ ପରିବର୍ତ୍ତନ କରିନଥାଉ, କିମ୍ବା ମନ ପରିବର୍ତ୍ତନ କରିଥିଲେ ସୁଦ୍ଧା ମାନେ ବାପ୍ତିଜିତ ହୋଇନଥାଉ। ପ୍ରିୟ ପ୍ରଭୁଙ୍କ ଲୋକମାନେ bukan kena boy kendo anak lu yang lay gamle kena tahu Arab madan kena sen angate John Campbell yagya soda tegi lebenden Jisuna Nicodemus Thomas ani je bagun jarber te jatu kalen to kapte te tabukda nafsela gran Jisunga te parpur na gan kena sen primero kitu abata bantin jale tabtan pang lebenden ruang raj manalen yertebe etute bindo tabukda na boy Indian anak lu yang lay kerani anak lu yang itu gamle kan orang dengan ada pulang tinayam dengan karena tahu Arab madan nasa trimbim lek itu nabon ta bahut tinggi pokoknya abjir jilen men jabalen Jisu Kristus Jisu nanya men wa gitu nga wa na ona merjanga nanya men ngalen itu na tabuk dan napang ba dor no kulen ngalen amai daun ba trimbim lek itu nabon ta bahut tinggi এই নূতন বর্ষ আমানকো নূতন জীবন এই প্রকার হেবা আবশ্যক অটে যে আমানকো মনকো পরিবর্তন করে এই সে মন পরিবর্তনর ফলକୁ ଆମେ ଉତ୍ପନ୍ନ କରିବା ଆବଶ୍ୟକ ଅଟେ। Boganya na biar jile nai gamle benden itna me bendeti biar jen abjo obes nai sai kita kala nangate maciu kambolan ya gya sudan galmu dengan gile bendet ete ବହୁତ ଉତ୍ତମ ବିଷୟ ଲେଖା ଯାଇଅଛି। ତାର ମାତ୍ୟୁ ଲିଖିତ ସୁସମାଚାର ତାର 3:11 ପଦ ଲେଖା ଅଛି। ପଢିବା। ମୁଁ ସମସ୍ତଙ୍କୁ ପାଠ କରିବା ପାଇଁ ଚାହୁଁଅଛି। ଜାଣିତେ ଗଲେ ଆବିର ଜିନ ସେଲେ ନିୟନ ତାଲେନ ତବୁଟା ତବେ Bindo sorry ତା 3 ଅଧ୍ୟାୟ 8 ପଦ ଏଣୁ ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର। Rinjur kita apa ta bond tinggi abiar jin ben atu kida na le netna me bes nai sai alen abiar jin atungna jo namdung ba ମାନେ ଆମେ ବାପ୍ତି ମାନେ ମନ ପରିବର୍ତ୍ତନ କରିଅଛୁ ତେବେ ମାନେ ବାପ୍ତିଜିତ ହେବା ଆବଶ୍ୟକ ଅଟେ। ଯଦି ଆମେ ମାନେ ମନ ପରିବର୍ତ୍ତନ କରି ଆମେ ଯଦି ବାପ୍ତିଜିତ ହେଉଅଛୁ ତେବେ ମାନେ ମନ ପରିବର୍ତ୍ତନର କଣ ମାନେ ଉପଯୁକ୍ତ ଫଳ ଉତ୍ପନ୍ନ କରିପାରିବା। ତେଣୁ ପ୍ରିୟ ପ୍ରଭୁଙ୍କ ଲୋକମାନେ ପ୍ରଥମ ବିଷୟ ମାନେ ଆଲୋଚନା କରୁଅଛୁ ଯେ ମନ ପରିବର୍ତ୍ତନ କରି ବାପ୍ତିଜିତ ହେବା ଆବଶ୍ୟକ ଅଟେ। ପାଉଲଙ୍କ ଜୀବନ ଆମେ ଜାଣୁଅଛୁ ଯେ
ବିଗତ ଜୀବନ ମାନଙ୍କର ତାକୁ ଯୀଶୁ ଖ୍ରୀଷ୍ଟଙ୍କ ଦର୍ଶନ ପାଇବା ପୂର୍ବରୁ ସେ କଣ ତା ଜୀବନ ବହୁତ ଖରାପ ଥିଲା। ସେ ଅନ୍ୟ ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କୁ ତାଡନା କରୁଥିଲେ, କିନ୍ତୁ ଯେତେବେଳେ ସେ କୃଷ୍ଣଙ୍କୁ ପାଇଲେ ସେ କଣ କଲେ ଯେ ମନ ପରିବର୍ତ୍ତନ କରି ସେ ତତ୍କ୍ଷଣାତ୍ ବାପ୍ତିସ୍ମ ହଉଛନ୍ତି। ପ୍ରିୟ ପ୍ରଭୁ ଲୋକମାନେ ବର୍ତ୍ତମାନ ମଧ୍ୟ ଆମ୍ଭେମାନେ ଆସୁ ଆମମାନେ ମନ ପରିବର୍ତ୍ତନ କରିବା, ପୁଣି ଆମମାନେ ପ୍ରଭୁ ଯୀଶୁଙ୍କ ନାମରେ ଆମମାନେ ବାପ୍ତିଜିତ ହେବା। ଆଉ ଦ୍ୱିତୀୟ ବିଷୟ ଦେଖିବା ସେ ତାହା ମଧ୍ୟ ସେ ପ୍ରେରିତ ପୁସ୍ତକ 9:20 ଯେ ସେଇ 20 ପଦର ପ୍ରଥମ ଅଂଶରେ ଲେଖା ଅଛି, ଆଉ ଯୋଉମାନେ ତାଙ୍କ କଥା ଶୁଣିଲେ ସେମାନେ ପୁଣି ଯୀଶୁ ଯେ ଈଶ୍ୱରଙ୍କ ପୁତ୍ର ଏହା ସେ ଅବିଳମ୍ବରେ ସମାଜ ଗୃହ ସମୂହରେ ଘୋଷଣା କରିବାକୁ ଲାଗିଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ ଏ ସ୍ଥାନରେ ପାଉଲଙ୍କ ଜୀବନର ନୂତନ ବିଷୟ କେତେକ ବିଷୟକୁ ଆମେ ଦେଖିବା ପାରୁଛୁ ଯେ କଣ ସେ ଯେତେବେଳେ ମନ ପରିବର୍ତ୍ତନ କଲେ ବାପ୍ତିଜିତ ହୋଇଅଛନ୍ତି। ଆଉ ଗୋଟିଏ ଜୀବନ ଆଉ ଗୋଟିଏ ବିଷୟ ଆମେ ଦେଖିବା ପାରୁଛୁ ଯେ ସେ କଣ ସମାଜ ଗୃହ ମଧ୍ୟରେ ଠିଆ ହୋଇ ସେ କଣ ଯୀଶୁ ଯେ ଈଶ୍ୱରଙ୍କ ପୁତ୍ର ବୋଲି ସୁସମାଚାର କହୁଛନ୍ତି, ସେ ଘୋଷଣା କରୁଅଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ ଆମମାନେ ଯେତେବେଳେ ଆମମାନଙ୍କୁ ନୂତନ ଜୀବନ ଏଇ ପ୍ରକାର ହେବା ଆବଶ୍ୟକ ଅଟେ ଯେ ଯୀଶୁ ଈଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ ନାମନ ଯୀଶୁଙ୍କ ମାଙ୍କ ନାମନ ଗାମଲେଲେନିତେ ବିଗ୍ରାଞ୍ଜାରଙ୍କ ଆଗଲେନି ସେନାଇସାଇ ଏ ସ୍ଥାନରେ ପାଉଲଙ୍କ ଜୀବନରୁ ଶିଖିବାକୁ ପାଉଛୁ ଯେ ତାର ପୁରାତନ ବିଷୟ ଯେତେବେଳେ ସେ ତାର ପୁରାତନ ଜୀବନ ଅନେକ ଭିନ୍ନ ପ୍ରକାର ଥିଲା, କିନ୍ତୁ ଯୀଶୁଙ୍କୁ ପାଇଲେ ଯେତେବେଳେ ସେ ନୂତନ ଜୀବନ ପାଇଲେ ପ୍ରଥମ ବିଷୟ ଦେଖିଲୁ ସେ ଯୋଉଠି ବାପ୍ତିଜିତ ପ୍ରଥମେ ମନ ପରିବର୍ତ୍ତନ କରି ବାପ୍ତିଜିତ ହଉଛନ୍ତି। ତାପରେ ପରେ ସେ କଣ କରୁଅଛନ୍ତି ଯେ ଯୀଶୁ ଯେ ଈଶ୍ୱରଙ୍କ ପୁତ୍ର ବୋଲି ସେ ଘୋଷଣା କରୁଅଛନ୍ତି। ବର୍ତ୍ତମାନ ଆମେମାନେ ମଧ୍ୟ ଆମେ ଯେତେବେଳେ ଯୀଶୁଙ୍କୁ ପାଇଅଛୁ ମନ ପରିବର୍ତ୍ତନ କରିଅଛୁ ବାପ୍ତିଜିତ ହୋଇଅଛୁ, ଆମ୍ଭେମାନେ ମଧ୍ୟ ଅନ୍ୟ ମାନଙ୍କୁ ଜଣେଇବା ଆବଶ୍ୟକ ଯେ ଯୀଶୁ ଈଶ୍ୱରଙ୍କ ପୁତ୍ର। ପ୍ରିୟ ପ୍ରଭୁଙ୍କ ଲୋକମାନେ ଏହା ହଉଛି ଦ୍ୱିତୀୟ ବିଷୟ। ଆଉ ଯେତେବେଳେ ଆମେ ପ୍ରେରିତ ପୁସ୍ତକ 8:39 ଦେଖିବା ସେ ସ୍ଥାନରେ ମଧ୍ୟ ଇଥିଓପିଆର ନପୁଂସକ ଫିଲିପଙ୍କ ଦ୍ଵାରା ସେ ସୁସମାଚାର ପାଇଲା ପରେ ସେ ବ୍ୟକ୍ତି ମଧ୍ୟ କଣ କରୁଅଛନ୍ତି ସେ ବାପ୍ତିସ୍ମ ନଉଛନ୍ତି। ବାପ୍ତିସ୍ମ ନେଲା ପରେ ସେ ଆନନ୍ଦରେ ନିଜର ପରିବାର ମଧ୍ୟରେ ନିଜର ଗୃହକୁ ନିଜର ପଥ ଦେଇ ସେ ଚାଲିକି ଯାଉଅଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ ପାଉଲ ମଧ୍ୟ ଯେତେବେଳେ ଯୀଶୁଙ୍କୁ ପାଇଲେ ମନ ପରିବର୍ତ୍ତନ କଲେ ସେ ନିଜର ସେ ଦାମାସ୍କସକୁ ସେ ଆନନ୍ଦରେ ନିଜର ଯୀଶୁଙ୍କର ଶିଷ୍ୟ ମାନଙ୍କ ସହିତ ସେ ଯାଉଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ ଆମମାନେ ମନ ପରିବର୍ତ୍ତନ କଲା ଉତ୍ତାରେ ବାପ୍ତିଜିତ ହେଲା ଉତ୍ତାରେ ଆମମାନେ କଣ ମଣ୍ଡଳୀ ନିକଟରେ ଲୋକମାନଙ୍କ ସମ୍ମୁଖରେ ଆମମାନେ ଯୀଶୁଙ୍କ ବିଷୟ କହିବା ଆବଶ୍ୟକ ଅଟେ। ଆଉ ତୃତୀୟ ବିଷୟ ଦେଖିବା ତା ପ୍ରେରିତ ପୁସ୍ତକ 9 ତାର 21 ପଦରେ ଆମମାନେ ଦେଖିବା ସେ ସ୍ଥାନରେ କଣ ଲେଖା ହଉଛି, ଆଉ ଯୋଉମାନେ ତାଙ୍କ କଥା ଶୁଣିଲେ ସେମାନେ ସମସ୍ତେ ଆଚମ୍ବିତ ହୋଇ କହିବାକୁ ଲାଗିଲେ ଏଇ ନାମ ଧରି ପ୍ରାର୍ଥନା କରୁଥିବା ଲୋକମାନଙ୍କୁ ଯେ ଜେରୁସାଲେମରେ ଉଚ୍ଛିନ୍ନ କରୁଥିଲା, ଆଉ ଯେପରି ସେମାନଙ୍କୁ ବାନ୍ଧି ପ୍ରଧାନ ଯାଜକ ମାନଙ୍କ ନିକଟକୁ ଘେନି ଯାଇପାରେ ସେଇ ଅଭିପ୍ରାୟରେ ଏଇ ସ୍ଥାନକୁ ଆସିଥିଲା। ଏ କି ସେଇ ନୁହେଁ ମାନେ ଏଇକି ସେଇ ବ୍ୟକ୍ତି ଯେ ସାଉଲ ଯେତେବେଳେ ମନ ପରିବର୍ତ୍ତନ କଲେ ବାପ୍ତିସ୍ମ ଗ୍ରହଣ କଲେ ଯେତେବେଳେ ଲୋକମାନଙ୍କ ସମ୍ମୁଖରେ ସମାଜ ଗୃହରେ ଠିଆଇ ବାକ୍ୟ କହୁଛନ୍ତି ସେଇ ସମୟରେ ଲୋକମାନେ ସମସ୍ତେ କଣ ଉମଙ୍ଗ ଡାଲିଛି ଆଚମ୍ବିତ ହେଇଗଲା ଏଇ ବ୍ୟକ୍ତି ପୁରା ସେ ଯିଏକି ଯୀଶୁଙ୍କ ନାମରେ ଯୋଉମାନେ ପ୍ରାର୍ଥନା କରି ସେମାନଙ୍କୁ ଭାଙ୍ଗି ଦଉଥିଲେ ସେମାନଙ୍କୁ ତାଡନା କରୁଥିଲେ, କିନ୍ତୁ ଯେତେବେଳେ ସେ ସୁସମାଚାର କହିଲେ ସେଇ ସମୟରେ ସେମାନେ ଆଚମ୍ବିତ ହେଇଗଲେ। ଠିକ ସେପରି ଆମମାନଙ୍କ ନୂତନ ଜୀବନ ଏଇ ପ୍ରକାର ଆବଶ୍ୟକ ଯେ ଆମେ ଯୀଶୁଙ୍କୁ ନ ପାଇଥିବା ସମୟରେ ଆମମାନଙ୍କ ଜୀବନ ଅନ୍ୟମାନଙ୍କ ସମ୍ମୁଖରେ ଆମେ ଠିଆ ହେଇ ପାରୁନଥିଲୁ, ବାକ୍ୟ କହିପାରୁନଥିଲୁ, ଗୀତ ଗାନ କରିପାରୁନଥିଲୁ, ପ୍ରାର୍ଥନା କରିପାରିନଥିଲୁ, କିନ୍ତୁ ଯେତେବେଳେ ଆମେ କୃଷ୍ଣଙ୍କୁ ପାଇଲା ଉତ୍ତାରେ ଆମେ ନୂତନ ଜୀବନ ପାଇଲା ଉତ୍ତାରେ ଆସୁ ଆମେ ମଣ୍ଡଳୀ ସମ୍ମୁଖରେ ଠିଆ ହେବା
ଆମେ ଗୀତ ଗାନ କରିବା, ପ୍ରାର୍ଥନା କରିବା ପାଇଁ ସାହସିକ ହେବା, ପୁଣି ଅନ୍ୟମାନଙ୍କ ସମ୍ମୁଖରେ ପଦେ ଯୀଶୁଙ୍କ ବିଷୟ କହିବା ପାଇଁ ଆମେ ସାହସିକ ହେବା। ଯେତେବେଳେ ଆମେ ଏଇ କାର୍ଯ୍ୟ କରିବା ଅନ୍ୟମାନେ ଆଚମ୍ବିତ ହେବେ। ତେଣୁ ପ୍ରିୟ ପ୍ରଭୁଙ୍କ ଲୋକମାନେ ଯେତେବେଳେ ଅନ୍ୟମାନେ ଆଚମ୍ବିତ ହେବେ ତା ଦ୍ଵାରା ପ୍ରଭୁ ଗୌରବାନ୍ୱିତ ପାଇବେ। ଯେତେବେଳେ ଆମେ ପ୍ରଭୁଙ୍କ ପାଇଁ କାର୍ଯ୍ୟ କରିବା, ଏବେ ପ୍ରିୟ ପ୍ରଭୁଙ୍କ ଲୋକମାନେ କଣ ହବ? ପରମେଶ୍ୱର ଗୌରବାନ୍ୱିତ ହେବେ। ଏହା ଥିଲା ଦ୍ୱିତୀୟ ବିଷୟ। ଯେ ତୃତୀୟ ବିଷୟ, ଅନ୍ୟମାନଙ୍କ ନିକଟରେ ଯୀଶୁଙ୍କ ପାଇଁ ସାକ୍ଷ୍ୟ ହେବା। ଯେ ସେ କଣ? ପ୍ରଥମ ମାନେ ଦ୍ୱିତୀୟ ବିଷୟ ହେଲା ପାଉଲ ଯୀଶୁ ଯେ ଈଶ୍ୱରଙ୍କ ପୁତ୍ର ବୋଲି ଘୋଷଣା କଲେ। ତୃତୀୟ ବିଷୟ, ଯୀଶୁଙ୍କ ପାଇଁ ସେ ସାକ୍ଷୀ ହଉଛନ୍ତି। ଯେ ଏଇ ବ୍ୟକ୍ତି ପୁରା ଯୀଶୁଙ୍କ ଲୋକମାନଙ୍କୁ, ଖ୍ରୀଷ୍ଟିଆନ ଲୋକମାନଙ୍କୁ ଧାରଣା କରୁଥିଲା, କିନ୍ତୁ ଏଇ ବ୍ୟକ୍ତି ଆଜି ଠିଆ ହେଇ ସୁସମାଚାର କହୁଛି ବୋଲିକି ଲୋକମାନେ ଆଚମ୍ବିତ ହେଲେ। ଠିକ ସେ ଆମେ ମଧ୍ୟ ଅନ୍ୟମାନଙ୍କ ସମ୍ମୁଖରେ ଏକ ଉଦାହରଣ ସ୍ୱରୂପ ହେବା ଆବଶ୍ୟକ। ଚତୁର୍ଥ ବିଷୟ ଦେଖିବା ଯେ ଖ୍ରୀଷ୍ଟରେ ଅଗ୍ରସର ହେବା। ଖ୍ରୀଷ୍ଟରେ ବୃଦ୍ଧି ହେବା ଆବଶ୍ୟକ ଅଟେ। ଯେତେବେଳେ ଆମେ ଫିଲିପିଓ ପୁସ୍ତକ ତାର 3:14 ପଦରେ ଦେଖିବା ସେ ସ୍ଥାନରେ ବହୁତ ଉତ୍ତମ ବିଷୟ ଲେଖା ଯାଉଛି ଯେ ପଶ୍ଚାତ ବିଷୟ ସବୁ ମନରୁ ଦୂର କରି ସମ୍ମୁଖରେ ବିଷୟ ସବୁ ସମ୍ମୁଖରେ ଥିବା ବିଷୟ ଗୁଡିକ ପ୍ରତି ଦୃଷ୍ଟି ରଖି ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ୱରଙ୍କ ସ୍ୱର୍ଗୀୟ ଆହ୍ୱାନର ପଣ ପାଇବା ନିମନ୍ତେ ପ୍ରାଣପଣ କରି ଲକ୍ଷ୍ୟ ସ୍ଥଳକୁ ଦୌଡୁଅଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଚତୁର୍ଥ ବିଷୟ ହଉଛି ଆମେ ଖ୍ରୀଷ୍ଟଙ୍କ ପାଇଁ ଅଗ୍ରସର ହେବା। ଆଜ୍ଞା ନେବା, ଖ୍ରୀଷ୍ଟରେ ଅଗ୍ରସର ହେବା, ଆତ୍ମିକରେ ବୃଦ୍ଧି ପାଇବା। ଯଦି ଆମେ ଖ୍ରୀଷ୍ଟଙ୍କ ନିମନ୍ତେ ଆମେ ଟିକେ ଆଗକୁ ବଢିବା, ତେବେ କଣ ଆମେ ଆତ୍ମିକରେ ବୃଦ୍ଧି ପାଇବା। ତେଣୁ ପ୍ରିୟ ପ୍ରଭୁ ସ୍ଥାନରେ ପାଉଲ କହନ୍ତି ଯେ ପଶ୍ଚାତ ବିଷୟ ସବୁ ମନରୁ ଦୂର କରି ठीक से पर अलेन जन अले मुकाबले यांगam itu boleh mengenal Training natin ako ganti ba pinir pang sa maternal yangan ada kul kuna telang awam rin bisa naik maternal nya kunam ri kalkal gede kule maternal nya kunam ri kule nya manglanya sanam nya natu kuat bindo nami nya sanam nya lagi ngamle mukabale mati api bisa naik amane kunam ba aku jiba aborso gote amane অগ্রসর ba aborso gote tenu je prabhukul kumane bogalen tendo kristu legan alen amaran binasan simle benden amane kristଙ୍କର ଉପସ୍ଥିତିରେ ସର୍ବଦା ବାସ କରିବା ଆବଶ୍ୟକ ଅଟେ। ଆମମାନେ ଦେଖିବା ପ୍ରଥମ ସାମୁଏଲ ତାର 3:19 ପଦ ଆଉ 20 ପଦରେ ସେ ସ୍ଥାନ ବହୁତ ଉତ୍ତମ ବିଷୟ ଗୋଟେ ଲେଖା ଯାଉଛି ଯେ ତା ହଉଛି ସାମୁଏଲଙ୍କ ଜୀବନ ବିଷୟରେ ଆମେ ପାଇପାରିବା। ତହିଁରେ ସାମୁଏଲ କିଛି ଗୁପ୍ତ ନ କରି 19 ପଦ ଅନନ୍ତର ସାମୁଏଲ ବଢିଲେ ଓ ସଦାପ୍ରଭୁ ତାଙ୍କ ସଙ୍ଗେ ଥାଇ ତାଙ୍କର କୌଣସି କଥା ତଳେ ପଡିବାକୁ ଦେଲେ ନାହିଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସାମୁଏଲ ସର୍ବଦା ସେ ପ୍ରଭୁଙ୍କର ସେ ମନ୍ଦିରରେ ମାନେ ସେ ସମାଗମ ଗୃହରେ କିମ୍ବା ସମାଗମ ତମ୍ବୁରେ ସେ କଣ ବାସ କରିଥିଲେ। ତାଙ୍କର ସେ ଶିଶୁ ଅବସ୍ଥାରେ ସାନ ଆଇଏମଲେଙ୍ଗନା କାହିনী आपण सर्वा संगे कोण आगरंतु सिंगलेगन एलिना अप्रा एली बोयामर अडकुल नायलेगन आणि नाटनेलेगन आपण गरंकिल सिंगलेगन आणि डकोनेते पुनमरी डकोनाते कोणाताने मरंगले आणि जंगडाडागे मरंगले ब्रके nego jina tendo dong dagani mararanga nyangirtiro ଯେତେବେଳେ ସେ ବୃଦ୍ଧି ପାଇଲେ ସଦାପ୍ରଭୁ ତାଙ୍କ ସହିତ ରହିଲେ। Rimyuni kitunga bonta bonti boga kitunga alinam kada kulende alene ten jangada lenga mararanga delang tendo dong dage jana alen mararanga nyamte krasan timmi kitunga bonta bonti jabana kristu lenga amaranga ba ele kitunga napselelen tendo amaranga besnaise kitunga napselelen amanga ayer besnaise brokelen bago pitro দ্বিতীয় পিতর তার 3:18 পদରେ ଲେଖା ଅଛି ଯେ ସେ ସ୍ଥାନରେ ଏପରି ଲେଖା ଅଛି ଯେ ବରଂଶ ଆମମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହରେ ଓ ଜ୍ଞାନରେ ବୃଦ୍ଧି ପାଉ। ଆମେ ମାନେ କୌଣସି ବ୍ୟକ୍ତି ମାନଙ୍କର ଅନୁଗ୍ରହରେ ଜ୍ଞାନରେ ଆମେ ବୃଦ୍ଧି ପାଇବା ନାହିଁ, କିନ୍ତୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହରେ ଆଉ ପୁଣି ତାଙ୍କର ଜ୍ଞାନରେ ଆସୁ ମାନେ ଅଗ୍ରସର ହେବା। ହେଲେ ଜାଙ୍ଗାଡା ଡାକେ ହେଲେ ଯୀଶୁନ୍ ବାଟେ ହେଲେ ଯୀଶୁଖ୍ରୀଷ୍ଟ ଆସୁ ଇମାନ ଆଗନଳ ମାପନୁ ଆଗନଳ ଲେଗନଲେ ଆମର ବେସନ ଆଇସାଏ ପ୍ରିମିୟର କି ଆପଣ ପହଞ୍ଚିଛି ଏଇ ନୂତନ ବର୍ଷରେ ଚତୁର୍ଥ ବିଷୟ ମାନେ ନୂତନ ବିଷୟ ଦେଖିବା ଆବଶ୍ୟକ ଖ୍ରୀଷ୍ଟୁ ଲେଗାନ ମାରାରଙ୍ଗା ନାଟେ ବେସନ ଆଇସାଏ ମାରାରଙ୍ଗା ନାଗିତା ବେସନ ଆଇସାଏ
karena timile kitu abanta bansinji ayeret naman reng nalen edele marang la roktilai jangla da gelle su mararanga nyang lebe kitu naman rang jate male tanang le ale terang la roktilbe anu yuplai pinatun ni kitu na banta bansin jabale nemi aserengalen kitu naman rang jate male su tanang le aroktilna akna menap sele kitu dong sai mai te dong le rap do ite dong le nanu yubat jai te tunjure kitu na banta bansin je bogale kristule naman rang benasi silbele le samuel ambre tungan adru punalengan ପ୍ରଭୁଙ୍କର ଉପସ୍ଥିତିରେ ମାନେ ସାମୁଏଲଙ୍କ ପରି ରହିବା ଆବଶ୍ୟକ ତେବେ ହେଲେ ଆମେ ମାନେ କଣ କରିପାରିବା ମାନେ ଖ୍ରୀଷ୍ଟରେ ମାନେ ଅଗ୍ରସର ହୋଇପାରିବା ହଉଛି ରୋମିଓ ପୁସ୍ତକ 12 ଅଧ୍ୟାୟ 1 ପଦ ହଉଛି ଶେଷ ବିଷୟ ଅତଏବ ଏ ଭାଇମାନେ ମୁଁ ତୁମମାନଙ୍କୁ ଈଶ୍ୱରଙ୍କ ଦୟା ହେତୁ ବିନତି କରୁଅଛି ତୁମେ ମାନେ ଆପଣା ଆପଣା ଶରୀରକୁ ସଜୀବ ପବିତ୍ର ଓ ଈଶ୍ୱରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର ଏହା ତ ତୁମମାନଙ୍କର ଯୁକ୍ତିଯୁକ୍ତ ଉପାସନା ପ୍ରିୟ ପ୍ରଭୁଙ୍କ ଲୋକମାନେ ଶେଷ ବିଷୟ ଦେଖିବା ଯେ ସମର୍ପିତ ହେବା ଆମମାନଙ୍କର ଏଇ ନୂତନ ଜୀବନରେ ଏଇ ନୂତନ ବର୍ଷରେ ଏଇ ମାସ ମଧ୍ୟରେ ସମୟ ବହୁତ ବିଳମ୍ବିତ ମାନେ ସମୟ କଣ ଈଶ୍ୱରଙ୍କ ରାଜ୍ୟ ବହୁତ ସନ୍ନିକଟ ଅଟେ ଯେ ବର୍ତ୍ତମାନ ଅନେକ ସ୍ଥାନ ମାନଙ୍କ ବିଭିନ୍ନ ପ୍ରକାର ଲକ୍ଷଣ ଆମେ ଦେଖିବା ପାରୁଅଛୁ ତେଣୁକରି ପ୍ରିୟ ପ୍ରଭୁଙ୍କ ଲୋକମାନେ ଆମେ ଗୋଟିଏ ବିଷୟ ଦେଖିବା ଆମେ ପ୍ରଭୁଙ୍କ ନିକଟରେ ନିଜ ଜୀବନକୁ ସମର୍ପିତ କରିବା ନିଜ ଶରୀରକୁ ପ୍ରଭୁଙ୍କ ନିକଟରେ ସମର୍ପିତ କରିବା ଏହା ରୋମିଓ ମଣ୍ଡଳୀକୁ ସେ ପ୍ରେରିତ ପାଉଲ ସେ ଲେଖନ୍ତି କଣ କୁହନ୍ତି ଈଶ୍ୱରଙ୍କ ଦୟା ହେତୁ ବିନତି କରୁଅଛି ସେ ବିନମ୍ର ସହକାରେ ସେ କହନ୍ତି ଯେ ଈଶ୍ୱରଙ୍କର ଦୟା ହେତୁ କାରଣ ପାଉଲ ମଧ୍ୟ ସେ ଈଶ୍ୱରଙ୍କ ଦୟା କଣ ବୁଝିପାରିଲେ ଆଉ ପୁଣି ଈଶ୍ୱର ଯେ ଦୟାବାନ ଅଟନ୍ତି ତାହା ଦେଖିଲେ ଜାଣିଲେ ତେଣୁ ସେ ରୋମିଓ ମଣ୍ଡଳୀକୁ ସେ କହନ୍ତି ଈଶ୍ୱରଙ୍କର ଦୟା ହେତୁ ମୁଁ ତୁମମାନଙ୍କୁ ବିନତି କରି କହୁଅଛି ତୁମେ ମାନେ ଆପଣ ଆପଣ ଶରୀରକୁ ସଜୀବ ପବିତ୍ର ଓ ଈଶ୍ୱରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର କି ତୁମ ନାଗ୍ନି କିଲେଙ୍ଗା ନେତେ ସଜୀବ ହେବା ଆବଶ୍ୟକ ଅଟେ ଆଉ ପୁଣି ପବିତ୍ର ଆମମାନଙ୍କର ଜୀବନ ହେବା ଆବଶ୍ୟକ ଅଟେ ଆଉ ପୁଣି ଈଶ୍ୱରଙ୍କର ସୁଗ୍ରାହ୍ୟ କି ତୁମ ଆତେ ମଙ୍ଗଲେଙ୍ଗା iten kanoban jana ge tungna jana abedes naisai dong binji amen kanobgi marida bar kitu napsele tungna jana gamle absolutely tiba ପ୍ରିୟ ପ୍ରଭୁଙ୍କ ଲୋକମାନେ ଆମମାନେ କଣ ଆମମାନଙ୍କ ଜୀବନ ଆମମାନଙ୍କ ଶରୀରକୁ ସଜୀବ କରିବା ଆବଶ୍ୟକ ପୁଣି ପବିତ୍ର କରିବା ଆବଶ୍ୟକ ଆଉ ଈଶ୍ୱରଙ୍କର ଦୃଷ୍ଟିରେ ଈଶ୍ୱରଙ୍କ ଛାମୁରେ ଆଉ କଣ ଆମମାନଙ୍କର ନୈବେଦ୍ୟ ଆମମାନଙ୍କର ଜୀବନ କଣ କରିବା ଆବଶ୍ୟକ ସୁଗ୍ରାହ୍ୟ ହେବା ଆବଶ୍ୟକ ଆସୁ ଆମେ ଏବଲଙ୍କ ପରି ତାଙ୍କର ନୈବେଦ୍ୟ ପରମେଶ୍ୱର ଗ୍ରହଣ କଲେ ଗ୍ରାହ୍ୟ କଲେ ଠିକ ସେପରି ଆମମାନଙ୍କ ଜୀବନରେ ମଧ୍ୟ ପରମେଶ୍ୱରଙ୍କ ସମ୍ମୁଖରେ ଆମମାନଙ୍କ ଜୀବନ ଆମମାନଙ୍କ ହୃଦୟ ଆମମାନଙ୍କ ଶରୀର ଏକ ସୁଗ୍ରାହ୍ୟ ହେଉ ସେ କଇନଙ୍କ ପରି ଆମମାନଙ୍କର ଜୀବନ ଅଗ୍ରାହ୍ୟ ନ ହେଉ ପ୍ରଭୁଙ୍କ ଲୋକମାନେ ଯଦି ଆମେ ପ୍ରଭୁଙ୍କ ନିକଟରେ ସମର୍ପିତ କରିବା ତେବେ ପରମେଶ୍ୱର ନିଶ୍ଚିତ ଆମମାନଙ୍କ ହୃଦୟକୁ ସେ ଗ୍ରହଣ କରିବେ ଆମମାନଙ୍କୁ ସେ ଗ୍ରହଣ କରିବେ ଆମମାନଙ୍କର ନୈବେଦ୍ୟ ଆମମାନଙ୍କ ପ୍ରାର୍ଥନା ଆମମାନଙ୍କ ଉପାସନା ସମସ୍ତ ବିଷୟ କଣ କରିବେ ପରମେଶ୍ୱର ଗ୍ରହଣ କରିବେ ତେଣୁ ପ୍ରିୟ ପ୍ରଭୁଙ୍କ ଲୋକମାନେ ଆସୁ ଏଇ ନୂତନ ବର୍ଷରେ ଆମେ ନିଜ ନିଜ ଜୀବନକୁ ସମୀକ୍ଷା କରିବା ଯେ ଆମମାନଙ୍କର ନୂତନ ଜୀବନ କେଉଁ ପ୍ରକାର ରହିଅଛି କଣ ଆମମାନଙ୍କ ଜୀବନରେ ଏହି ସମସ୍ତ ବିଷୟ ଦେଖିବାକୁ ପାରୁଅଛୁ ଯଦି ବିଗତ ଜୀବନ ମାନଙ୍କରେ ଆମେ ଦେଖି ପାରିନାହୁଁ ତେବେ ଆସୁ ଆମେ ମାନେ ଏଇ ଦିନ ମାନଙ୍କରେ ଆଗାମୀ ଦିନ ମାନଙ୍କରେ ଏଇ ସମସ୍ତ ବିଷୟକୁ ଆମେ ଦେଖିବାକୁ ପାରିବା ମନ ପରିବର୍ତ୍ତନ କରୁ ପୁଣି ସୁସମାଚାର କହିବା ତା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ ନିକଟରେ ସାକ୍ଷ୍ୟ ସ୍ୱରୂପ ହେବା ପୁଣି ଖ୍ରୀଷ୍ଟରେ ବୃଦ୍ଧି ପାଇବା ପରିଶେଷରେ ନିଜ ଜୀବନକୁ ପ୍ରଭୁଙ୍କଠାରେ ସମର୍ପିତ କରିବା ଯଦି ଆମେ ପ୍ରଭୁଙ୍କ ନିକଟରେ ସମର୍ପିତ କରିବା ପରମେଶ୍ୱର ନିଶ୍ଚିତ ଆମମାନଙ୍କ ଜୀବନରେ ସେ ନୂତନ ଜୀବନ ପ୍ରଦାନ ନୂତନ ବିଷୟ ପ୍ରଦାନ କରିବେ ବିଷୟ ସେ ଆଶୀର୍ବାଦ କରିବେ ତେଣୁ ଏଇ ପଠିତ ବାକ୍ୟରେ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଆସନ୍ତୁ ଆମେ ନିଜ ନିଜକୁ ପ୍ରଭୁଙ୍କ ନିକଟରେ ସମର୍ପିତ କରିବା ପୁଣି ଆମେ ପ୍ରଭୁ ନିକଟରେ ପ୍ରାର୍ଥନା କରିବା ଯଦି ଆମେ ଏପର୍ଯ୍ୟନ୍ତ ଯୀଶୁଙ୍କୁ ପାଇନାହୁଁ ଗ୍ରହଣ କରିନାହୁଁ ଆମେ ଯଦି ନୂତନ ଜୀବନ ପାଇନାହୁଁ ତେବେ ଆସୁ ଆମେ ପ୍ରଭୁଙ୍କ ନିକଟରେ କ୍ରନ୍ଦନ କରିବା ପୁଣି ନିଜକୁ ନିଜ ଜୀବନକୁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ଅନୁତାପ କରିବା ବର୍ତ୍ତମାନ ଆମମାନଙ୍କର ନିକଟରେ ସମୟ ରହିଅଛି କାରଣ କାଲିକି କଣ ହବ ଅଳ୍ପ ସମୟ ପରେ ଆମମାନଙ୍କ ଜୀବନ କେଉଁ ପ୍ରକାର ହେବ ଏଇ ଦୁନିଆ ଏଇ ପୃଥିବୀ କେଉଁ ପ୍ରକାର ହେବ ତା ଆମେ ଜାଣିନାହୁଁ
ତେଣୁ ଆସୁ ଆମେ ପ୍ରଭୁଙ୍କ ନିକଟରେ ମନ ପରିବର୍ତ୍ତନ କରି ପ୍ରଭୁଙ୍କ ନିକଟରେ ଫେରିବା। ପୁଣି ପ୍ରଭୁ ମାନଙ୍କୁ ନିଶ୍ଚୟ ଆମମାନଙ୍କର ମନକୁ ସେ ଗ୍ରହଣ କରିବେ, ପୁଣି ଆମମାନଙ୍କୁ ଜୀବନ ପ୍ରଦାନ କରିବେ। ତେଣୁ ଆସାମାନେ ସମସ୍ତେ ଚକ୍ଷୁ ମର୍ଜିତ କରିବା। ପୁଣି ଆମମାନଙ୍କ ମଧ୍ୟରେ ପ୍ରିୟ ପ୍ରଭୁଙ୍କ ଦାସ ମନୋରଞ୍ଜନ ସାରଙ୍କୁ ମୁଁ ଅନୁରୋଧ କରିବି, ସେ ବାକ୍ୟ ନିମନ୍ତେ ପୁଣି ମୋ ନିମନ୍ତେ ପ୍ରାର୍ଥନା କରିବି। ତ ଆସନ୍ତୁ ସାର୍ ଟିକେ ବ୍ୟସ୍ତ ଅଛନ୍ତି, ମୁଁ ପ୍ରାର୍ଥନାରେ କଡ଼େଇକି ନେବି। ସ୍ୱର୍ଗ ଯାହାର ସିଂହାସନ, ପୃଥିବୀ ଯାହାଙ୍କ ପାଦପୀଠ, ସେଇ ମହାନ ପରମେଶ୍ୱର ପ୍ରଭୁ ତୁମକୁ ଧନ୍ୟବାଦ ଦଉଛୁ ବାପା। ତୁମେ ଆମମାନଙ୍କୁ ପ୍ରେମ କରୁଛ, ଦୟା କରୁଛ ପ୍ରଭୁ। ଆମମାନଙ୍କୁ ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ଏହିପରି ପ୍ରଭୁ ବହି ଆଣୁଅଛ, ତୁମକୁ ଧନ୍ୟବାଦ ଦଉଛୁ ବାପା। ଆଜି ସୁନ୍ଦର ସମୟ ଦେଇଛ ତୁମରି ଉପସ୍ଥିତିକୁ ଆସି ତୁମରି ମହିମା କରିବା ପାଇଁ, ତୁମରି ବାକ୍ୟ ଶୁଣିବା ପାଇଁ ତୁମକୁ ଧନ୍ୟବାଦ ଦଉଛୁ ପ୍ରଭୁ। ଦେଖ ଏହି ରାତ୍ରିକାଳୀନ ସମୟରେ ପ୍ରଭୁ ତୁମରି ଦାସଙ୍କ ମୁଖ ଦେଇ ତୁମେ କଥା କହିଲ ବାପା। ହଁ ପ୍ରଭୁ, ଯେ ଖ୍ରୀଷ୍ଟଙ୍କ ଠାରେ ଅଛି ସେ ନୂତନୀକୃତ ହୋଇଅଛି। ହଁ ପ୍ରଭୁ, ଆଜି ଆମମାନେ ପିତା ଏହି ଜଗତ ମଧ୍ୟରେ ବସବାସ କରୁଅଛୁ, ଯେ ଆମମାନେ କି ପ୍ରକାର ନିଜକୁ ପ୍ରଭୁ ଏଇ ବସ୍ତ୍ରକୁ ପ୍ରଭୁ ଆମମାନେ ନୂତନୀକୃତ କରିବୁ, ତା ପରମେଶ୍ୱର ତାହା ଉଦାହରଣ ମାଧ୍ୟମରେ ଜଣାଇଛନ୍ତି। ଧନ୍ୟବାଦ। ବିଶେଷ କରି ପ୍ରଭୁ ଆଜିର ଯେଉଁ ବାକ୍ୟାଂଶ ସେ ପ୍ରଭୁ ତୁମରି ଦାସ କଥା କହିଛନ୍ତି, ତାଙ୍କୁ ତୁମେ ଅଧିକରୁ ଅଧିକ ବୁଦ୍ଧି ଜ୍ଞାନ ଦିଅ ପ୍ରଭୁ। ଏପରି ଅନେକ ଲୋକଙ୍କ ନିକଟରେ ତୁମର ବାକ୍ୟ କହିବା ପାଇଁ ତୁମେ ଶକ୍ତି ପ୍ରଦାନ କର। ଯାହା ବି ଆଜି ଆମମାନେ ଶୁଣିଅଛୁ ବାପା, ଏହି ବାକ୍ୟକୁ ପ୍ରଭୁ ନିଜ ଜୀବନରେ ଆମମାନେ ପ୍ରଭୁ ବ୍ୟବହାର କରିବୁ, ଆଧ୍ୟାତ୍ମିକ ଦିଗରେ ବଢିବୁ, ସେଥିନିମନ୍ତେ ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର ପ୍ରଭୁ। କି ପ୍ରକାରରେ ତୁମ ଦାସଙ୍କ ନିମନ୍ତେ ପ୍ରଭୁ ପ୍ରାର୍ଥନା କରିବାକୁ ନାହିଁ ତାହା ଅଯୋଗ୍ୟ, ତଥାପି ଏହି ପ୍ରାର୍ଥନା ତୁମେ ଶ୍ରବଣ କର ଏବଂ ଉତ୍ତର ଦିଅ ବୋଲି ପବିତ୍ର ଆତ୍ମାଙ୍କ ନାଜରିତ ଯୀଶୁଙ୍କ ନାମରେ ମାଗିଲେ ପିତା, ଆମେନ୍। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ବର୍ତ୍ତମାନ ଅଜୟ ସାର୍ ଅଛନ୍ତି, ଅବଶିଷ୍ଟ କାର୍ଯ୍ୟକ୍ରମକୁ ଆମମାନଙ୍କୁ ପରିଚାଳନା କରିବେ। ଧନ୍ୟବାଦ ସାର୍। ପ୍ରଭୁଙ୍କର ବିଶେଷ ମହାନ ନାମକୁ ଧନ୍ୟବାଦ, ପ୍ରଶଂସା, ଗୌରବ ହଉ ଆଜି ଆମମାନଙ୍କୁ ଆଉ ଆରମ୍ଭଠୁ ଶେଷ ଯାଇ କଡ଼େଇ ଆଣିଲେ ବାକ୍ୟରେ। ଆଉ ବିଶେଷ କରିକି ସାର୍ ଆପଣଙ୍କୁ ଧନ୍ୟବାଦ ଦଉଛୁ ଯେ ଆମମାନଙ୍କୁ ପାଞ୍ଚଟି ବିଷୟରେ ଆମମାନଙ୍କୁ କଢ଼େଇ ନେଇଥିବା ପାଇଁ ପାଞ୍ଚଟି ବିଷୟ ଆମମାନଙ୍କୁ ଶିଖାଇଲ। ସେଥିପାଇଁ ପ୍ରଭୁ ବିଶେଷ କରିକି ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଅନୁଗ୍ରହ କରନ୍ତୁ। ଏହିପରି ଫେଲୋସିପରେ ପ୍ରଭୁ ପୁନର୍ବାର ଆପଣଙ୍କୁ ଦୃଢ଼ ଭାବରେ ବାକ୍ୟରେ ବଢ଼ାନ୍ତୁ ଆଉ ବିଶେଷ କରିକି ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଏତେବେଳେ ଆଉ ଧନ୍ୟବାଦ ଅର୍ପଣ ସମୟ ରହିଅଛି, କିନ୍ତୁ ମୁଁ ସମୟ ଦେବା ପାଇଁ ଚାହୁଁଛି ଆଉ ଆମମାନଙ୍କ ସାର୍ ଆଉ ଖୁଦାଇ ସାର୍ ଅଛନ୍ତି, ସେ କାର୍ଯ୍ୟ ଟିମକୁ କଢ଼େଇ ନେବେ। ଖୁଦାଇ ସାର୍। ଠିକ ଅଛି, ବୋଧେ ସାର୍ ବ୍ୟସ୍ତ ଅଛନ୍ତି। ଆଉ ବିଶେଷ କରିକି ଆଉ ଧନ୍ୟବାଦ ଦେବା ପାଇଁ ଚାହୁଁଛି ଆଜିର ଶିକ୍ଷାଦାତାଙ୍କୁ ଆଉ ଆମମାନଙ୍କୁ ବିଶେଷ ଭାବରେ ବାକ୍ୟରେ ଆମମାନଙ୍କୁ କଢ଼େଇ ନେଇଥିବା ପାଇଁ। ଆସନ୍ତୁ ଆମେ ଆଉ ପ୍ରଥମେ ପିତା, ପୁତ୍ର, ପବିତ୍ର ଆତ୍ମାଙ୍କୁ ଆମେ ଆଉ ଧନ୍ୟବାଦ ଦେବା ସହିତ ପ୍ରଭୁଙ୍କର ଦାସଙ୍କୁ ଆଉ ଆଜିର ଶିକ୍ଷାଦାତାଙ୍କୁ ମଧ୍ୟ ଆମେ ଧନ୍ୟବାଦ ଦେବା। ତା ସହିତ ମଧ୍ୟ ଆଜିର ବାକ୍ୟ ରିଡିଂରେ କଢ଼େଇ ନେଇଥିବା ଆଉ ବିଶେଷ କରିକି ଭାଇଙ୍କୁ ମଧ୍ୟ ୱାର୍ସିପରେ ଆମମାନଙ୍କୁ କଢ଼େଇ ନେଇଥିବା ସିଷ୍ଟର ଭଉଣୀଙ୍କୁ ମଧ୍ୟ ବିଶେଷ କରି ଧନ୍ୟବାଦ ଦେବା ପାଇଁ ଚାହୁଁଛି। ମଧ୍ୟ ପ୍ରାର୍ଥନାରେ ସନ୍ଦୀପ ମଣ୍ଡଳ ସାର୍ କିମ୍ବା ଆମମାନଙ୍କର ଆଶ୍ରମ ସାର୍ ମଧ୍ୟ ପ୍ରେୟର ରିକ୍ୱେଷ୍ଟରେ ଅନୁରୋଧରେ ଆମମାନଙ୍କୁ କଢ଼େଇ ନେଇଥିବା ପ୍ରତ୍ୟେକଙ୍କ ପାଇଁ ଆସନ୍ତୁ ସମସ୍ତେ ଆମେ ତାଙ୍କୁ ଧନ୍ୟବାଦ ଦେବା। ପ୍ରେଜ୍ ଲର୍ଡ ସାର୍। ଆଉ ଏତେବେଳେ ଆମେ ସମାପ୍ତିକୁ ପହଞ୍ଚି ଯାଇଅଛେ। ଆଉ ମୁଁ ସାର୍ଙ୍କୁ ବିଶେଷ କରିକି ଆଜିର ଶିକ୍ଷାଦାତାଙ୍କୁ ମୁଁ ଅନୁରୋଧ କରିବା ପାଇଁ ଚାହୁଁଛି, ଆପଣ ଆଉ ସମାପ୍ତି ପ୍ରାର୍ଥନା କରିକି ଆମମାନେ ସମାପ୍ତି କଲେ ମତେ କାର୍ଯ୍ୟଟିକୁ ବନ୍ଦ କରିବା। ସହିତ ପ୍ରାର୍ଥନା କରିବା। ପ୍ରଭୁ ତୁମକୁ ଧନ୍ୟବାଦ ଦଉଛୁ ଆମମାନଙ୍କୁ ଏହି ସରାପ୍ରେ ଗ୍ରୁପରେ ଜଡ଼ିତ ତୁମର ଗୌରବ କରିବା ପାଇଁ, ତୁମର ପ୍ରଶଂସା କରିବା ପାଇଁ ଆମର ସୁନ୍ଦର ସମୟ ଦେଲେ। ବର୍ତ୍ତମାନ ଆମେ ଏଇ କାର୍ଯ୍ୟକ୍ରମକୁ ଆମେ ସମାପ୍ତ କରିବୁ। ଆମମାନଙ୍କୁ ସମାପ୍ତି ପର୍ଯ୍ୟନ୍ତ ଆମମାନଙ୍କୁ ସହବର୍ତ୍ତୀ ହେଲେ ଧନ୍ୟବାଦ ଦଉଛୁ।
ପ୍ରଭୁ ତୁମେ ଅନୁଗ୍ରହ କର ଯେପରି ଆଗାମୀ ଦିନ ମାନଙ୍କର ପୁନର୍ବାର ନୂତନ ଦିବସ ପାଇବୁ, ତୁମର ଗୌରବ କରିବୁ, ପୁଣି ଆଗାମୀ ଦିନ ମାନଙ୍କର ଏଇ ପ୍ରକାର ସହଭାଗିତା ଯେପରି ପାଇପାରିବୁ ସେଥିରେ ମଧ୍ୟ ତୁମେ ମାନଙ୍କୁ ଅନୁଗ୍ରହ କର ବୋଲି ଆମେ ପ୍ରାର୍ଥନା କରୁଛୁ। ଏତେବେଳେ ପିତା ଈଶ୍ୱରଙ୍କର ମହାନ ପ୍ରେମ, ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ, ପୁଣି ପବିତ୍ର ଆତ୍ମାଙ୍କର ଶାନ୍ତି ଓ ସହଭାଗିତା ଏତେବେଳେ ଓ ଯୀଶୁଙ୍କ ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ଆମମାନଙ୍କ ସଙ୍ଗେ ସଙ୍ଗେ ସହବର୍ତ୍ତୀ ହୁଅନ୍ତୁ। ଆମେନ୍। Amen. Amen. Thank you, sir. Amen. Praise the Lord. Amen. ଧନ୍ୟବାଦ ଅଜୟ ସାର୍। ଆପଣ ଆଜି ହୋଷ୍ଟ ପରିଚାଳନାର ମୋର ପଢେଇକି ଆଣିଲେ। ଆପଣଙ୍କ ଆଶୀର୍ବାଦ କରନ୍ତୁ ଆଗାମୀ ଦିନରେ ମତେ ଏପରି କାର୍ଯ୍ୟ କରିବା ପାଇଁ ଆଉ ଆପଣ ବ୍ୟବହାର କରନ୍ତୁ। ଧନ୍ୟବାଦ। ଆଉ ଆମମାନେ ବର୍ତ୍ତମାନ ସମାପ୍ତ ମଧ୍ୟ ପହଞ୍ଚିଛେ ଆଜିର ବାକ୍ୟଦାତା ଯଶୱା ସାର୍ ଅଛନ୍ତି। ଆମମାନେ ପ୍ରତ୍ୟେକ ଆଉ ତାଙ୍କ ପ୍ରେସ୍ ଦ ଲର୍ଡ ଗୁଡ୍ ନାଇଟ୍ କହିବା ପରସ୍ପରକୁ, ତାପରେ ଆମମାନେ ସମାପ୍ତ କରିବା। Good night, sir. Praise the Lord. ପ୍ରେସ୍ ଦ ଲର୍ଡ ସାର୍। Praise the Lord. Good night, sir. Good night. Good night, sir. Praise the Lord. Thank you so much. Good night. ସମସ୍ତଙ୍କୁ ପ୍ରେସ୍ ଦ ଲର୍ଡ ଗୁଡ୍ ନାଇଟ୍। ପୁନର୍ବାର ଆସନ୍ତାକାଲି ଆମେ 8ଟା ଧରି ଜଡ଼ିତ ପ୍ରଭୁଙ୍କ ଉପାସନାରେ ଯୋଗଦାନ କରିବା। ସମସ୍ତଙ୍କୁ ଗୁଡ୍ ନାଇଟ୍, ପ୍ରେସ୍ ଦ ଲର୍ଡ। ସମସ୍ତଙ୍କୁ ଗୁଡ୍ ନାଇଟ୍ ଏବଂ ନମସ୍କାର। ନମସ୍କାର। ନମସ୍କାର।